ଆସିଲା ଅଷ୍ଟମ ବେତନ କମିଶନର ଆଉ ଏକ ନୂଆ ଅପଡେଟ୍। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର। 30 ଜୁନ୍ ପୂର୍ବରୁ କରନ୍ତୁ ଏହି କାମ। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ଆସିଲା। ଜୁନ୍ 30 ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସାରି ଦିଅନ୍ତୁ। ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ କ'ଣ। ଆପଣମାନଙ୍କୁ କେଉଁ କାମଗୁଡ଼ିକୁ 30 ଜୁନ୍ ପୂର୍ବରୁ ସାରିବା ପାଇଁ ପଡ଼ିବ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କଠାରୁ ଅନଲାଇନ୍ ତଥ୍ୟ ଦାଖଲ ପ୍ରକ୍ରିୟା ଆରମ୍ଭ କରିଛି। ଆୟୋଗ ସ୍ପଷ୍ଟ କରିଛି ଯେ କେବଳ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଦାଖଲ ହୋଇଥିବା ସୂଚନା ଗ୍ରହଣ କରାଯିବ। କୌଣସି ଇମେଲ୍, ହାର୍ଡ କପି, ଏକ୍ସେଲ୍ ସିଟ୍ କିମ୍ବା ଫିଜିକାଲ ଡକୁମେଣ୍ଟକୁ ବିଚାରକୁ ନିଆଯିବ ନାହିଁ। ପ୍ରତି 10 ବର୍ଷର ଗଠିତ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଭତ୍ତା ଏବଂ ପେନ୍ସନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଥାଏ। ଅଷ୍ଟମ ବେତନ କମିଶନର ସୁପାରିଶ ପ୍ରାୟ 85 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 6.5 ଲକ୍ଷ ପେନ୍ସନଭୋଗୀଙ୍କୁ ପ୍ରଭାବିତ କରିବ। କିଏ ତଥ୍ୟ ଦାଖଲ କରିପାରିବେ? କମିଶନଙ୍କ ଅନୁଯାୟୀ ମନ୍ତ୍ରଣାଳୟ, ବିଭାଗ, କେନ୍ଦ୍ରୀୟ ସଂଗଠନ, କେନ୍ଦ୍ରଶାସିତ ଅଞ୍ଚଳ, ପ୍ରତିରକ୍ଷା ବାହିନୀ, ଅଖିଳ ଭାରତୀୟ ସେବା କର୍ମଚାରୀ ସଂଘ, ପେନ୍ସନଭୋଗୀ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କଠାରୁ ତଥ୍ୟ ମଗାଯାଉଛି। ତଥ୍ୟ କିପରି ଦାଖଲ କରିବେ? ତଥ୍ୟ ଦାଖଲ କରିବା ପାଇଁ ହିତାଧିକାରୀମାନଙ୍କୁ ଅଷ୍ଟମ ବେତନ କମିଶନର ଅନଲାଇନ୍ ଡାଟା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଇମେଲ୍ ଆଇଡି ଏବଂ କ୍ୟାପ୍ଚା ବ୍ୟବହାର କରି ଲଗ୍ଇନ୍ କରିବାକୁ ପଡ଼ିବ। ସମସ୍ତ ସୂଚନା କେବଳ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଗ୍ରହଣ କରାଯିବ। ଶେଷ ତାରିଖ କ'ଣ? କମିଶନ ତଥ୍ୟ ଦାଖଲର ଶେଷ ତାରିଖ ଜୁନ୍ 30, 2024 ଧାର୍ଯ୍ୟ କରିଛନ୍ତି। ଏହାପରେ କୌଣସି ପ୍ରବେଶ ଗ୍ରହଣ କରାଯିବ ନାହିଁ। ପରାମର୍ଶ ଏବଂ ସ୍ମାରକପତ୍ର ଦାଖଲ ପ୍ରକ୍ରିୟା ବନ୍ଦ କରାଯାଇଛି। କମିଶନ ପରାମର୍ଶ ଏବଂ ସ୍ମାରକପତ୍ର ଦାଖଲ କରିବାର ଶେଷ ତାରିଖକୁ 2024 ଜୁନ୍ 15 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପୂର୍ବରୁ ଏହି ଶେଷ ତାରିଖକୁ 2 ଥର ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ଶେଷ ହୋଇଯାଇଛି। ବିଭିନ୍ନ ସହରର ସେୟାରଧାରୀମାନଙ୍କ ସହିତ ଆଲୋଚନା କରାଯିବ। ଲକ୍ଷ୍ନୌରେ ଜୁନ୍ 22-23, ଭୁବନେଶ୍ୱରରେ 6-7 ଜୁଲାଇ 2024 ଏବଂ କୋଲକାତାରେ ଜୁଲାଇ 9-10 ଏହି ବୈଠକଗୁଡ଼ିକରେ କମିଶନ ବିଭିନ୍ନ କର୍ମଚାରୀ ସଂଗଠନ, ମନ୍ତ୍ରଣାଳୟ ଏବଂ ପେନ୍ସନଭୋଗୀ ଗୋଷ୍ଠୀମାନଙ୍କ ସହିତ ଆଲୋଚନା କରିବେ। ଚୂଡ଼ାନ୍ତ ସୁପାରିଶଗୁଡ଼ିକ କେବେ ଆସିବ? ଅଷ୍ଟମ ବେତନ କମିଶନ 3 ନଭେମ୍ବର 2025ରେ ଗଠିତ ହୋଇଥିଲା। କମିଶନ ପ୍ରାୟ 18 ମାସ ମଧ୍ୟରେ ଏହାର ଚୂଡ଼ାନ୍ତ ସୁପାରିଶ ଦାଖଲ କରିବେ ବୋଲି ଆଶା କରାଯାଉଛି ଏବଂ ଫେବୃଆରୀ 2027 ସୁଦ୍ଧା ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ତଥାପି ସୁପାରିଶଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ 2-3 ବର୍ଷ ଲାଗିପାରେ। ସମ୍ଭାବ୍ୟ ଦରମା ଏବଂ ପେନ୍ସନ ବୃଦ୍ଧି 2029 କିମ୍ବା 2030 ସୁଦ୍ଧା ସମ୍ଭବ ହୋଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓରେ ସବୁକିଛି ବୁଝିଯାଇଥିବେ ଅଷ୍ଟମ ବେତନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କର ବିଦାୟ ନେଉଛି। ରହୁଛି, ଧନ୍ୟବାଦ।